ଯାକୋବ 2:26 ଏ ବାକ୍ୟକୁ ପଢିକି ଆମେ ଆଗକୁ ବଢିବା। ଏଫେସିୟ ପ୍ରଥମେ 2:8-10 କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କର୍ମ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ। ଆମେନ୍। ଗୁଡ୍, ପ୍ରେଜ୍ ଦ ଲର୍ଡ। ଆଉ ସେ ବାକ୍ୟ ଗୋଟେ ପଢିବେ ଯେ ଜେମ୍ସ ତାର 2:26। କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ। ଆମେନ୍। ଆମେନ୍, ଆମେନ୍। ଏଫେସିୟ ତାର 2:8-10 ଯେତେବେଳେ ପଢିବା, ଆମେ କୋଉ ଯାଏ ବାକ୍ୟ ପଢୁଛୁ, ଆମେ 8ରେ ବହୁତ ଗୁରୁତ୍ୱ ଦଉଛୁ, କିନ୍ତୁ ତାହା ଆଗରେ ଯୋଉ 10ରେ ଲେଖା ଅଛି ତାହାକୁ ଗୁରୁତ୍ୱ କେହି ମଧ୍ୟ ଆମେ ଦଉନା। ଏଠାରେ ଏପରି ପୁନର୍ବାର ଆପଣମାନଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମମାନେ ପରିତ୍ରାଣ ପାଇଛ। ପରିତ୍ରାଣକୁ ବିଶ୍ୱାସରେ ମିଳେ, କର୍ମ ଦ୍ୱାରା ନୁହେଁ। କିନ୍ତୁ ତାପରେ ଯୋଉ ବାକ୍ୟ ଲେଖା ହେଇଛି ତାକୁ ଗୁରୁତ୍ୱ ଦେବା ହଉଛି ସବୁଠୁ ବଡ ବିଷୟ। ତାହା ତୁମମାନଙ୍କ ନିଜ ଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କର ଦାନ, ପରିତ୍ରାଣ ପ୍ରଭୁଙ୍କର ଦାନ। ଆମେ କୌଣସି ପ୍ରକାର ଚେଷ୍ଟା କଲେ ନିଜର ବୁଦ୍ଧି ବଳରେ ପାଇପାରିବା। ପରିତ୍ରାଣ ଏଇଟା ଏକ କ୍ୱାଲିଫିକେସନ। ଏଇ ପରିତ୍ରାଣ କ୍ୱାଲିଫାଇଡ ହେବା ପାଇଁ ହେଲେ ଯୀଶୁ ଯେ ସୃଷ୍ଟିକର୍ତ୍ତା, ସେ ପରମେଶ୍ୱର, ସେ ବିଶ୍ୱାସ ମାନଙ୍କର ଆବଶ୍ୟକ। କିନ୍ତୁ ଆଗକୁ ଯୋଉ ବିଷୟ ଲେଖା ହେଇଛି କ୍ରିୟାକର୍ମ ନୁହେଁ, ଯେପରି କେହି ଦର୍ପ ନ। 10 ପଦ ହଉଛି ଇମ୍ପୋର୍ଟାଣ୍ଟ। ଏଇ 8କୁ ବୁଝିବା ପାଇଁ ହେଲେ 10କୁ ଆମେ ଜାଣିବା ଦରକାର। କାରଣ ଆମେ ତାହାଙ୍କର ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣ ସେ ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଠାରେ ବିଶ୍ୱାସ। ଇଟ୍ ଇଜ ୱେଲ୍ ଆଣ୍ଡ ଗୁଡ୍। ଆମେ ସେଇଦିନ ଆମେ ସାର୍ଟିଫାଇ, ପ୍ରଭୁ ମାନଙ୍କୁ ସାର୍ଟିଫାଇ କରୁଛନ୍ତି ଯେ ଆପଣ ପରିତ୍ରାଣର ଅଧିକାରୀ ହେବେ। କିନ୍ତୁ ସେଇ ପରିତ୍ରାଣ ଅଧିକାର ହେବା ପଛରେ କାରଣ ହଉଛି ସତ୍କାର୍ଯ୍ୟ କରିବା ପାଇଁ, ଉତ୍ତମ କର୍ମ କରିବା ପାଇଁ। ଈଶ୍ୱରଙ୍କର ସେ ଯୋଉ ଗୁଣ ଆମମାନଙ୍କ ଜୀବନରେ ଅଛି, ବା ଯୋଉ ଗୁଣରେ ଆମମାନଙ୍କୁ ସୃଷ୍ଟି କରିଛନ୍ତି, ସେଇ ଗୁଣକୁ ଆମେ ସତ୍କାର୍ଯ୍ୟରେ କନଭର୍ଟ କରିବା ପାଇଁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି, ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଛନ୍ତି। ତାହା ହିଁ ଜେମ୍ସ କହନ୍ତି, ଯାକୋବ କହନ୍ତି, କର୍ମ ବିନା ବିଶ୍ୱାସ ମୃତ। ଆମେ ଯଦି ଖ୍ରୀଷ୍ଟିଆନ ହେଇକି ମରିବା, ଆମ ଜୀବନରେ ସତ୍କାର୍ଯ୍ୟ ବା ସେହି ବିଶ୍ୱାସକୁ କର୍ମରେ ଆମେ ପ୍ରକାଶ କରୁନୁ, ତେବେ ଆମମାନଙ୍କର ବିଶ୍ୱାସ, ସେହି ବିଶ୍ୱାସ ପରିତ୍ରାଣ ଦେବ ନାହିଁ। କାରଣ ମୃତ ମାଛ ଯେପରି ଜଳ ବିନା ମୃତ, ଆମମାନଙ୍କର ବିଶ୍ୱାସ ଏହି ସତ୍କାର୍ଯ୍ୟ ବା ଉତ୍ତମ କାର୍ଯ୍ୟ ବିନା ମୃତ ହେବ। ୟେସ୍, ପରିତ୍ରାଣ ସେଇ ଦିନଠୁ ଆରମ୍ଭ ହେବ, ବିଶ୍ୱାସ ଆରମ୍ଭ। ଯୀଶୁକୁ ଯୋଉମାନେ ବିଶ୍ୱାସ କରିବେ, ସେ ପରମେଶ୍ୱର, ସେ ପରିତ୍ରାଣ କର୍ତ୍ତା, ସେ ସ୍ୱର୍ଗରୁ ଆସି ଜଗତକୁ ଆସିଲେ, ମନୁଷ୍ୟର ପାପ ବହନ କରିବା ପାଇଁ କୃଷାର୍ପିତ ହେଇଛନ୍ତି, ମୋହର ପାପ ବହନ କରି ଯାଇଅଛନ୍ତି। ଏଇ ବିଶ୍ୱାସ ତାକୁ ପରିତ୍ରାଣ ପାଇଁ ଲାଇସେନ୍ସ ଦେବ। କିନ୍ତୁ ସେଇ ପରିତ୍ରାଣକୁ ବଜେଇ ରଖିବା ପାଇଁ ହେଲେ ସେ କଣ କରିବା ଦରକାର? She has to practice। ସେଇ ବାକ୍ୟକୁ, ସେ ଈଶ୍ୱରଙ୍କର କ୍ୟାରେକ୍ଟରକୁ ସେମାନେ ପ୍ରାକ୍ଟିସ କରିବା ଦରକାର। କଣ? ସେମାନେ ସତ୍କାର୍ଯ୍ୟରେ ଆଗକୁ ବଢିବା ଦରକାର। ମୋର ଆଜିର ବିଷୟ ଥିବ ଗିଭିଂ, ସତ୍କାର୍ଯ୍ୟ ଆକ୍ସନ, ସାଲଭେସନ ଉପରେ କେମିତି ଆଧାର କରେ, ସେ ବିଷୟରେ ମୁଁ ଆଜି ଆପଣ ମାନଙ୍କୁ କହି ରଖିବା ପାଇଁ ଚାହେଁ। ଲୁକ ତାର 10:25 ଯଦି 37 ଯାଏ ଦେଖିବେ, ଆମେ ପଢିବା ନାହିଁ ସବୁ ବିଷୟ, ଖାଲି ସମସ୍ତେ ଜାଣିଛନ୍ତି, ମୁଁ ଖାଲି ଆପଣ ମାନଙ୍କୁ ସେଠର ଇଏ ବିଷୟ କହିକି ମୁଁ ଆଗକୁ ବଢିବା ପାଇଁ ଚାହେଁ। ଲୁକ 10:25 ଯଦି 35 ଆପଣ ଦେଖିବେ, ଏଠାରେ ସମୀରଣୀ ବିଷୟରେ ଲେଖା ହେଇଛି। ଜଣେ ଆସି ପ୍ରଶ୍ନ କରୁଛନ୍ତି। କଣ ପ୍ରଶ୍ନ କରୁଛନ୍ତି? ମୁଁ କଣ କଲେ ମୁଁ ଅନନ୍ତ ଜୀବନ ପାଇବି? କଣ କଲେ ପାଇବେ? ଯୀଶୁ ତାହାକୁ ଉତ୍ତର କରି କହୁଛନ୍ତି 37 ପଦରେ, ମୁଁ ପଢି ଦଉଛି। ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ ଯୀଶୁ ତାହା କଲେ, ଯାଅ ତୁମେ ମଧ୍ୟ
ସେଇପରି କର। ପ୍ରଶ୍ନ ଥିଲା କଣ କରିବି, ଯୀଶୁ କହିଲେ ସେଇପରି କର। ଆମେ ପ୍ରଥମେ ଦେଖିଲୁ ପରିତ୍ରାଣ ଉପରେ ବିଶ୍ୱାସ ଦ୍ଵାରା ଜାତ ହେଇଛି, କିନ୍ତୁ ପରିତ୍ରାଣ ଯୋଉ ଦେଇଛନ୍ତି ବିଶ୍ୱାସ ଦ୍ଵାରା ଜାତ କରିଥାଏ, ତା ପଛରେ ପ୍ରଭୁଙ୍କର ଗୁଡ଼ ଉଦ୍ଦେଶ୍ୟ ହଉଛି କର୍ମ, ପ୍ରଭୁଙ୍କର କର୍ମ ଆକ୍ସନ, ଜୀବନ ଡେ ଟୁ ଡେ ଲାଇଫରେ କର୍ମ ପ୍ରକାଶ କରିବା ଦରକାର। ଏଠାରେ ଏକ ବ୍ୟକ୍ତି ଆସି ପଚାରୁଛନ୍ତି ମୁଁ ପରିତ୍ରାଣ ପାଇବା ପାଇଁ କଣ କରିବି। ଯୀଶୁ କହିଲେ ମାନେ ମନ ପ୍ରାଣ ଆତ୍ମା ଦେଇ ପ୍ରଭୁକୁ ପିତା ପରମେଶ୍ୱରକୁ ପ୍ରେମ କର ଆଉ ପଡୋଶୀକୁ ପ୍ରେମ କର। ସେ ଆଉ ଗୋଟେ ପ୍ରଶ୍ନ କରୁଛନ୍ତି ମୋ ପଡୋଶୀ କିଏ ମୁଁ ଜାଣିନା। ସେତେବେଳେ ଯୀଶୁ ତାକୁ ଗୋଟେ ଉଦାହରଣ ଦେଉଛନ୍ତି ବୁଝେଇବା ପାଇଁ ପ୍ରେମର ଅର୍ଥ କଣ, ପଡୋଶୀ କିଏ, ପ୍ରେମର ଅର୍ଥ କଣ। ଆଉ ସେ କହୁଛନ୍ତି ଯେ ଜଣେ ଲୋକ ଆସୁଛନ୍ତି, ଆପଣମାନେ ସବୁ ସେ ବିଷୟରେ ଜାଣିଛନ୍ତି, ତେଣୁ ମୁଁ ତାକୁ ବ୍ୟାଖ୍ୟା କରିବା ପାଇଁ ଚାହେଁ ନା। ଜଣେ ଲୋକ ଆସୁଛନ୍ତି, ତାକୁ ଚୋରମାନେ ମାରୁଛନ୍ତି, ସେ ରାସ୍ତାରେ ପଡି ରହିଛି। 3 ଲୋକ ଆସୁଛନ୍ତି। ପ୍ରଥମ ଲୋକ ଆସିଲେ, ଆପଣ ଯଦି ଦେଖିବେ ସେ ବାକ୍ୟକୁ 3 ଲୋକ ଯାକ ଆସିକି ଦେଖିଛନ୍ତି, 3ଟା ଲୋକ ଦେଖିଛନ୍ତି ସେ ସମସ୍ୟାକୁ, ନୋଟିସ କରିଛନ୍ତି। କିନ୍ତୁ ଜଣେ ସେ ସମସ୍ୟାକୁ ଯୀଶୁ ଯୋଉ କହିଲେ ସତ୍କର୍ମ କରିବା, ସେଇ ବ୍ୟକ୍ତି ଆଗକୁ ଆସିକି ସତ୍କର୍ମ କରୁଛନ୍ତି। ସେ ଲୋକଟା ଆଗକୁ ଆସୁଛନ୍ତି, ସେ କଣ ଦେଉଛନ୍ତି, ନିଜର ସମୟ ଦେଉଛନ୍ତି, ଟାଇମ ଦେଉଛନ୍ତି, ଟ୍ୟାଲେଣ୍ଟ ମାନେ ଟ୍ରେସର ଦେଉଛନ୍ତି, ଲେବର ଦେଉଛନ୍ତି, ନିଜର ସମୟ, ନିଜର ଅର୍ଥ, ଇଭେନ ଆସୁରାନ୍ସ ମଧ୍ୟ ଦେଉଛନ୍ତି, ଏସବୁ ଦେଉଛନ୍ତି। ଆଉ ଯୀଶୁକୁ ସେ କହୁଛନ୍ତି ଏଇ 3 ଜଣ ଭିତରୁ କିଏ ପରିତ୍ରାଣ ପାଇବ, ମୋର ମାନେ ଉଦ୍ଦେଶ୍ୟ ପରିତ୍ରାଣ ପାଇବ ବୋଲି ତମେ ଭାବୁଛ, ଯିଏ କଲା, ଯିଏ ଦେଲା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜିର ଖ୍ରୀଷ୍ଟିଆନ ଲୋକମାନେ ଯୀଶୁକୁ ବିଶ୍ୱାସ କରିଛି, ଦ୍ୟାଟ୍ ଇଜ ଫାଇନାଲ ବୋଲି ଆମେ ଭାବୁଛୁ। ବିଶ୍ୱାସ ଭଲ, କିନ୍ତୁ ସେଇ ବିଶ୍ୱାସକୁ ବଞ୍ଚେଇବା ପାଇଁ ହେଲେ କର୍ମ କରିବାକୁ ପଡିବ, ଉତ୍ତମ କାର୍ଯ୍ୟ କରିବାକୁ ପଡିବ। এইଠାରେ ଆମେ ଦେଖୁଛୁ ଏକ ବ୍ୟକ୍ତି ଯେତେବେଳେ ପ୍ରଶ୍ନ କରୁଛନ୍ତି ମୁଁ ଅନନ୍ତ ଜୀବନ ପାଇବା ପାଇଁ କଣ କରିବି, ଯୀଶୁ ତାହାକୁ ଭଲ ଭାବରେ ଗୋଟେ ଉଦାହରଣ ଦେଇ କହୁଛନ୍ତି ଯାଇ ସେହିପରି କର। କଣ କରିବାକୁ ପଡିବ, ଜଣଙ୍କ ଦୁଃଖରେ ଦୁଃଖୀ ହେବା, ଜଣକୁ ସାହାଯ୍ୟ କରିବା। ପ୍ରିୟମାନେ, ଏବେର କନସେପ୍ଟ ବହୁତ ଖ୍ରୀଷ୍ଟିଆନ ଲୋକମାନେ ମିଟିଂ ପରେ ମିଟିଂ ପଛରେ ଯିବାର ଉଦ୍ଦେଶ୍ୟ ଦେବା ପାଇଁ ଯାଉଛୁ, ଆମେ ନେବା ପାଇଁ ଯାଉଛୁ। ଆମେ ଖ୍ରୀଷ୍ଟଙ୍କ ନିମନ୍ତେ କଣ ଦଉଅଛୁ। ଆପଣ ଯଦି ଦେଖିବେ ଲୁକ ଲିଖିତ ସୁସମାଚାର ତାର 9 ଆମେ ଦେଖିବା ଲୁକ ଲିଖିତ ସୁସମାଚାର ତାର 3 20 ରୁ 14। ଲୁକ ଲିଖିତ ସୁସମାଚାର 3 ରୁ 20 ରୁ 14। ଲୋକ ଲିଖିତ 3 ର 10 ରୁ 14, 10 ରୁ 14। ଏଥିରେ ଲୋକ ସବୁ ତାହାକୁ ପଚାରିବାକୁ ଲାଗିଲେ ତାହେଲେ ଆମେ କଣ କରିବା। ଏଇ ଯୋଉ ଘଟଣା 3 ଜଣ ଯୀଶୁକୁ 3ଟା ପ୍ରଶ୍ନ କରୁଛନ୍ତି। ଆପଣ ଯଦି ଦେଖିବେ ପ୍ରଥମେ ଜେନେରାଲ ଏକ ସର୍ବସାଧାରଣ ଲୋକ ଆସିକି ପଚାରୁଛନ୍ତି। କେତେବେଳେ ପଚାରୁଛନ୍ତି, ଯେତେବେଳେ ଲୋକମାନେ ପାପରୁ ପଶ୍ଚାତାପ କରି ଯୀଶୁଙ୍କ ମାନେ ପରିତ୍ରାଣ ମାନେ ବାପ୍ତିସ୍ମ ନେଉଛନ୍ତି, ସେତେବେଳେ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ହେଉଛନ୍ତି, ସେତେବେଳେ ଆସି ସେମାନେ ପଚାରୁଛନ୍ତି ଆମେ ବିଶ୍ୱାସ କଲୁ, ଆମେ ବାପ୍ତିସ୍ମ ନେଲୁ, ଏହାପରେ ଆମର କାମ କଣ। ସେତେବେଳେ ସେମାନଙ୍କୁ କୁହାଯାଉଛି କଣ, ଲୁକ ଲିଖିତ ଲେଖା ହେଇଛି, ଏଥିରେ ଲୋକ ସବୁ ତାହାକୁ ପଚାରିବାକୁ ଲାଗିଲେ ତାହେଲେ ଆମେ କଣ କରିବା। 10 ସେ ସେମାନଙ୍କୁ ଉତ୍ତର ଦେଲେ ଯାହାର 2ଟି ପୋଷାକ ଅଛି ସେ ଯେ ଯାହାର ନାହିଁ ତାହାକୁ ଗୋଟିଏ ଦେଉ, ପୁଣି ଯାହାର ଖାଦ୍ୟ ଅଛି ସେ ସେଇପରି। ଖ୍ରୀଷ୍ଟିଆନ ଜୀବନ ବିଶ୍ୱାସ ପରେ ବାପ୍ତିସ୍ମ ନେଲା ପରେ ଏକ ପ୍ରଶ୍ନ ଆସିଛି, ୟା ପରେ ଆମର କାମ କଣ। ଆମେ ସମସ୍ତେ ବାପ୍ତିସ୍ମ ନେଇଛୁ, ବିଶ୍ୱାସ କରିଛୁ, ତାପରେ କାମ କଣ ଆମମାନେ ଉତ୍ତମ ଭାବରେ ଜାଣିବା ଦରକାର। ତାହା ଆମମାନଙ୍କ ଜୀବନରେ ଜାଣିବା ନିହାତି ଆବଶ୍ୟକ। ଆଉ ସେମାନଙ୍କର ପ୍ରଶ୍ନର ଉତ୍ତର ହଉଛି ସେ କଣ କହୁଛନ୍ତି, ସେମାନଙ୍କୁ ଉତ୍ତର ଦେଲେ ଯାହାର 2ଟି ପୋଷାକ ଅଛି ସେ ଯାହାର ନାହିଁ ତାହାକୁ ଗୋଟିଏ ଦେଉ, ପୁଣି ଯାହାର ଖାଦ୍ୟ ଅଛି ସେଇପରି ତାହା କର। ଏଇଟା ହଉଛି
ଲୋକମାନେ ଆସି ପ୍ରଶ୍ନ କଲେ। ଦ୍ୱିତୀୟ ପ୍ରଶ୍ନ ଜଣେ କରଗ୍ରାହୀ ଆସି ପଚାରୁଛନ୍ତି ସେଇ ପ୍ରଶ୍ନ ବାପ୍ତିସ୍ମ ନେଲା ପରେ ଆମମାନେ କଣ କରିବା? କରଗ୍ରାହୀ ମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାକୁ ପଚାରିଲେ, ହେ ଗୁରୁ, ଆମମାନେ କଣ କରିବା? ସେମାନେ କହିଲେ, ତୁମମାନଙ୍କ ନିମନ୍ତେ ଯେତିକି ନିୟମ ଅଛି ତାଠାରୁ ଅଧିକ ଆଦାୟ କର ନାହିଁ। ତାପରେ ନେକ୍ସଟ ଗୁରୁ ସୈନିକ ମାନେ ମଧ୍ୟ ତାହାକୁ ପଚାରିବାକୁ ଲାଗିଲେ, ଆଉ ଆମମାନେ କଣ କରିବା? ସେମାନେ କହିଲେ, ବଳର କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି ତୁମମାନଙ୍କର ବେତନରେ ସନ୍ତୁଷ୍ଟ। ଏଠି ତିନିଟା ଲୋକ ଆସୁଛନ୍ତି, ପ୍ରଶ୍ନ କରୁଛନ୍ତି, ପ୍ରଭୁକୁ ବିଶ୍ୱାସ କଲା ପରେ ବାପ୍ତିସ୍ମ ନେଲା ପରେ ଆମେ କଣ କରିବୁ? ବାପ୍ତିସ୍ମ ପରେ ଆମର କାମ କଣ? ଏଇଠାରେ ପ୍ରଭୁ ତିନି ଲୋକକୁ ତିନିଟା ଉତ୍ତର ଦେଇଛନ୍ତି। ପ୍ରଥମ ଲୋକକୁ ସେ କହିଛନ୍ତି, ତୁମ ପାଖରେ ଯଦି ଦିଟା ଅଛି ଜଣକୁ ଦେବା, ଆଉ ଗୋଟେ ଜଣକୁ ଯାହା ପାଖରେ ନାହିଁ ତାହା ଦିଅ। ଖ୍ରୀଷ୍ଟିଆନ ଜୀବନ ବିଶ୍ୱାସରୁ ସୀମିତ ନୁହେଁ, ବିଶ୍ୱାସରେ ଷ୍ଟକ୍ ହୁଏ ନାହିଁ। ତାପରେ ଆରମ୍ଭ ହୁଏ ଦେବା। ଦେବା ବୋଲେ କଣ ଦେବା? ଆମମାନଙ୍କ ଜୀବନରେ ପ୍ରଭୁ ଯୋଉ ଆମମାନଙ୍କୁ ଟାଇମ ଦେଇଛନ୍ତି, ଜୀବନ କାଳ ଆମେ ଲୋକମାନଙ୍କ ନିମନ୍ତେ ଅନ୍ୟର ଅଭାବ ପୂର୍ଣ୍ଣ କରିବା ନିମନ୍ତେ ସମୟ ଦେବା ଦରକାର। ଯେପରି ମୁଁ ଆପଣଙ୍କୁ ଉଦାହରଣ ଦେଲି, ଏକ ବ୍ୟକ୍ତି ଦରମର ଅବସ୍ଥାରେ ଅଛି, ସେ ବ୍ୟକ୍ତି ଆସି ତାକୁ ସମୟ ଦେଉଛି, ଅର୍ଥ ଦେଉଛି, ପରିଶ୍ରମ ଦେଉଛି, ଆଶ୍ୱାସ ମଧ୍ୟ ଦେଉଛି। ଆଉ ଯଦି ଆମେ ଦେଇନୁ ତେବେ ଆମେ ପରିତ୍ରାଣର ଅଧିକାରୀ। ଆମର ଖାଲି ବିଶ୍ୱାସ ଯଥେଷ୍ଟ ନୁହଁ। ଯୀଶୁ ବିଶ୍ୱାସ, ଆମେ ସମସ୍ତେ ବିଶ୍ୱାସ କରୁଛୁ, ତେଣୁ ତ ଯୀଶୁ କହିଲେ, ସମସ୍ତେ ମତେ ବିଶ୍ୱାସ କରି, ମୁଁ ବାକ୍ୟ ମିଶେଇକି କହୁଛି, ସମସ୍ତେ ବିଶ୍ୱାସ କରି ମତେ ପ୍ରଭୁ ପ୍ରଭୁ କହିବାନି ପରିତ୍ରାଣ ପାଇବେ ନାହିଁ, ସ୍ୱର୍ଗକୁ ଯିବେ ନାହିଁ। ତେଣୁ ଦେବା ହଉଛି ଇମ୍ପୋର୍ଟାଣ୍ଟ। ଦେବା ବୋଲେ ଆପଣ ଭାବନ୍ତୁ ନା ଖାଲି ପଇସା ଦେବା, ଆପଣ ସମୟ ଦେବା ଦରକାର, ଆପଣ ଲେବର ଦେବା ଦରକାର। ପ୍ରଭୁ ଯୋଉ ଆପଣଙ୍କ ପାଖରେ ଟ୍ୟାଲେଣ୍ଟ ଦେଇଛନ୍ତି, ସେ ଟ୍ୟାଲେଣ୍ଟକୁ ବ୍ୟବହାର କରିବା ଦରକାର। ପ୍ରଭୁ ଯୋଉ ଆପଣଙ୍କ ଯୋଉ ଟ୍ରେସର ଦେଇଛନ୍ତି, କଣ ଟ୍ରେସର ହୋଇପାରେ? ମୁଭେବୁଲ, ଇମୁଭେବୁଲ। ଈଶ୍ୱରଙ୍କ ନିମନ୍ତେ ଦେବା, ଈଶ୍ୱରଙ୍କ ରାଜ୍ୟ ବିସ୍ତାର ନିମନ୍ତେ, ଏକ ବ୍ୟକ୍ତିର ଅଭାବ ପୂର୍ଣ୍ଣ କରିବା ନିମନ୍ତେ। ଏକ ବ୍ୟକ୍ତିକୁ ଯଦି ନିଡ୍ ଅଛି ଆଉ ସେ ନିଡ୍କୁ ପୂର୍ଣ୍ଣ କରିବା ପାଇଁ ଆପଣଙ୍କ ପାଖରେ ସାମର୍ଥ୍ୟ ଅଛି, ଆପଣ ଦେବା ଦରକାର। ବେଳେବେଳେ ଆମ ଲୋକମାନେ କହନ୍ତି, ନାହିଁ ତ ଦେବି କୋଉଠି, ସମୟ ନାହିଁ। ଏଇଟା ମୁଁ ଟ୍ରେନିଂ କରିଛି, ଏଇ ଯୋଉ ମୁଁ ଆପଣ ମାନଙ୍କୁ କହୁଛି, ଏଇଟା ମୁଁ ହାଇଦ୍ରାବାଦ, ବାଙ୍ଗାଲୋର ଆଉ ଦିଲ୍ଲୀ ଟ୍ରେନିଂ କରିଥିଲି। ସବଜେକ୍ଟ ଥିଲା, ଆପଣ ମାନଙ୍କୁ ମତେ କିଏ ବୋଧେ ଏଇ ସବଜେକ୍ଟ ଉପରେ ଜାଣିଥିବେ ଭଲରେ। ସେଇ ସବଜେକ୍ଟ ନା ହଉଛି ଏସଓଜି, ଷ୍ଟେସନସ ଅଫ ଜେନେରୋସିଟି। ଜେନେରୋସିଟି ଉପରେ ଦେବା ଉପରେ ମୁଁ ଏଇ ସବଜେକ୍ଟ ଯେତେବେଳେ ପଢିଲି, ମୋର ଥଟ୍ ପ୍ରୋସେସ ଚେଞ୍ଜ ହେଇଗଲା, ସମ୍ପୂର୍ଣ୍ଣ ଚେଞ୍ଜ ହେଇଗଲା। ମୁଁ ସଦାବେଳେ ଖୋଜେ, ପ୍ରଭୁ ମୋର ସାକ୍ଷୀ, ହାଉ ଆଇ କ୍ୟାନ୍ ବି ଏ ବ୍ଲେସିଂ ଫର ସମୱାନ ହୁ ନିଡ୍। ମୁଁ ଅନ୍ୟମାନଙ୍କ ପାଇଁ କିପରି ଆଶୀଷର କାରଣ ହେବି। ମୋର ପଦବୀ ମତେ ସ୍ୱର୍ଗକୁ ନେବ ନାହିଁ, ମୋର ରବାର ଆରାଧନା କରିବାଟା ସ୍ୱର୍ଗକୁ ନେବ ନାହିଁ ମତେ, ମୁଁ ରବାର ପ୍ରଚାର କରିବାଟା ମତେ ସ୍ୱର୍ଗକୁ ନେବ ନାହିଁ। ମତେ ଯଦି ସ୍ୱର୍ଗକୁ ନେବ, ଯାହା ମୁଁ ଦେଇଛି ତାହା ନେବ, ଯାହା ମୁଁ ରଖିଛି ତାହା ମତେ ସ୍ୱର୍ଗକୁ ନେବ ନାହିଁ। କାରଣ ବାଇବଲ ଲେଖା ହେଇଛି, ଆମର କାମ, ଆମର କର୍ମ, ଆମର ଅନୁବର୍ତ୍ତି ହେବ। ଯାହା ଦେଇଛି ତାହା ମତେ ନେବ, ଯାହା ରଖିଛି ତାହା ନେବ ନାହିଁ। ତେଣୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇଠାରେ ତିନିଟା ଯୋଉ ପ୍ରଶ୍ନର ତିନିଟା ଉତ୍ତର ହେଉଛି ଯେ କଣ? ସେ ତିନିଟା ଉତ୍ତର ପ୍ରଭୁ କହୁଛନ୍ତି, ଯାହାର ଗୋଟେ ଅଛି ତାହା ଦେ। ଆଉ ଜଣଙ୍କୁ ଆଡଭାଇସ କରୁଛନ୍ତି, ଯେତିକି ନେବା କଥା ସେତିକି ନିଅ, ଅଧିକ ନିଅ ନାହିଁ। ଆଉ ଜଣଙ୍କୁ ଆଡଭାଇସ କରୁଛନ୍ତି ବଳପୂର୍ବକ। ଏଇ ଦୁଇ ଜଣକୁ ମୋର ଭାଷାରେ ଏମିତି ମୁଁ ବୁଝେ, ପ୍ରଥମ ଲୋକକୁ ଦ୍ୱିତୀୟ ଲୋକକୁ ଆଉ ତୃତୀୟ ଲୋକ କହୁଛନ୍ତି ଅନ୍ୟାୟରେ ନିବୃତ୍ତ ହଉ। ପ୍ରଥମ ବ୍ୟକ୍ତିକୁ କହୁଛନ୍ତି, ଯାହାର ଦିଟା ଅଛି ଗୋଟେ ଦିଅ, ଦେବାରେ ପ୍ରବୃତ୍ତ। ଖ୍ରୀଷ୍ଟିଆନ ଜୀବନ ଯେତେବେଳେ ବିଶ୍ୱାସ କରେ, ପରିତ୍ରାଣ ପାଏ, ସେଇ ଦିନଠୁ ସେ ଗୋଟିଏ ବିଷୟ ଜାଣିବା ଦରକାର, ଅନ୍ୟାୟରୁ ନିବୃତ୍ତ, ଦେବାରେ ପ୍ରବୃତ୍ତ ହେବା ଦରକାର। ପ୍ରଭୁ ଯୋଉ ଆମମାନଙ୍କୁ ଦେଇଛନ୍ତି ଯାହାବି, ହୁଏତ ଟ୍ୟାଲେଣ୍ଟ, ହୁଏତ ଟାଇମ, ହୁଏତ ଆସେଟ ବା ଟ୍ରେସର, ହୁଏତ ଯେକୌଣସି ବିଷୟ ପ୍ରଭୁ ଆମମାନଙ୍କ ଜୀବନରେ ଦେଇଛନ୍ତି। ଯେମିତି ପ୍ରତିଦିନ ଭାଇ ଏଇ ପ୍ରଭାତରେ ପ୍ରଭୁ ଯେ ତାକୁ ଗିଫ୍ଟ ଦେଇଛନ୍ତି, ଆରାଧନା କରିବାଟା, ତାକୁ ସେ ଆମମାନଙ୍କୁ ଦେଉଛନ୍ତି, ସମୟ ଦେଉଛନ୍ତି, ତାର ଟ୍ୟାଲେଣ୍ଟ ଦେଉଛନ୍ତି। ଏଇଟା ବେକାର ଜୀବନ, ଏଇଟା ବେକାର ଜୀବନ ନାହିଁ। ଖ୍ରୀଷ୍ଟିଆନ ଲୋକମାନେ ଦେବା ଲୋକ ହେବା ଦରକାର। ଦେବା ହଉଛି ପ୍ରଭୁଙ୍କର ନେଇଚର।
এটা অপସନାଲ ନୁହଁ ଖ୍ରୀଷ୍ଟିଆନ ଜୀବନରେ, ମନେ ରଖିଥାନ୍ତୁ। ଖ୍ରୀଷ୍ଟିଆନ ଜୀବନରେ ଦେବା ହଉଛି ଅପସନାଲ ନୁହଁ, ଦିସ୍ ଇଜ ମାଣ୍ଡେଟାରୀ। କାରଣ ଏ ଦେବା କନସେପ୍ଟଟା ପରମେଶ୍ୱର ନିଜେ ସୃଷ୍ଟି କରିଛନ୍ତି। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ସେ ପୁତ୍ରକୁ ଦେଲେ, ଏକମାତ୍ର ଅଦ୍ୱିତୀୟ ପୁତ୍ରକୁ ଦେଲେ। ଦେବା ମୁଁ ବିଶ୍ୱାସ କରେ ପରମେଶ୍ୱରଙ୍କର DNA ଅଛି। ସେହି DNA ଯୀଶୁଙ୍କ ପାଖରେ ଅଛି। ପୁତ୍ର ସବୁ କିଛି ଦେଲେ। ଆଉ ଆମେ କଣ ଦଉଛୁ? ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଛୁ। ସେଇ ପରିତ୍ରାଣ ପାଇବା ପାଇଁ ହେଲେ ଯୋଉ ଆମେ ବାକ୍ୟ ପଢିଲୁ ଏ ବିଷୟରେ, ଆମେ ସତ୍କର୍ମ କଲେ ହିଁ ସେହି ବିଶ୍ୱାସ ବଞ୍ଚିବ। ମୃତ ବିଶ୍ୱାସରେ ଏକ ବ୍ୟକ୍ତି ସ୍ୱର୍ଗକୁ ଯାଇପାରିବ ନାହିଁ। ଏକ ମୃତ ବ୍ୟକ୍ତି ସ୍ୱର୍ଗକୁ ଯାଇପାରିବ ନାହିଁ। ଆମେ ଯଦି ଦେଖିବା, ମୋ ସହିତ ଖୋଲନ୍ତୁ 2 Corinthians 9 ଯଦି 15 ଦେଖିବେ, ସେଠାରେ ଏକ ସୁନ୍ଦର ବିଷୟ ପଉଲ 2 Corinthians 9 ମୁଁ ବାକ୍ୟଟା ତ ପଢୁନାହିଁ, ଜଷ୍ଟ ଆପଣମାନେ ଜାଣିଛନ୍ତି, ମୁଁ ଖାଲି ପଢିବାକୁ ଯାଉଛି। 15 ରୁ 21 ସରି 6 ରୁ 15 ଲେଖା ହେଇଛି, କିନ୍ତୁ ଏହା ସତ୍ୟ ଯେ ଅଳ୍ପ ଗୁଣେ ସେ ମଧ୍ୟ ଅଳ୍ପ କାଟିବ, ଆଉ ଯେ ପ୍ରଚୁର ଗୁଣେ ସେ ମଧ୍ୟ ପ୍ରଚୁର କାଟିବ। ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରେ ସେପରି କର, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁ ନୁହେଁ, କାରଣ ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି। ପ୍ରଭୁ ଦେବା ଲୋକକୁ ଭଲ ପାଆନ୍ତି, ଯେଉଁମାନେ ହୃଷ୍ଟଚିତ୍ତରେ ଦିଅନ୍ତି। ଆଉ ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ପାଇବା ତୁମମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକ ଦାନ କର। ଦାନ କରିବା, ଦେବା ହଉଛି ଉତ୍ତମ କର୍ମ, ଦେବା ହଉଛି ଉତ୍ତମ କର୍ମ। ଏଇ ପାସେଜକୁ ଆପଣ ମାନେ ଯେତେବେଳେ ଦେଖିଲେ, ଏଇ 2 Corinthians 9 ଦାନ ଦେବା ଏକ ଉତ୍ତମ କର୍ମ ଅଟେ। ଆଉ ପାଖରେ ଲେଖାଯାଏ 9 ପଦରେ ଲେଖାଯାଏ, ଶେଷରେ ସେ ମୁକ୍ତ ହସ୍ତରେ ବିତରଣ କରୁଛନ୍ତି, ସେ ଦରିଦ୍ର ମାନଙ୍କୁ ଦାନ କରିଛି, ତାହାର ଧାର୍ମିକତା ଅନନ୍ତ କାଳ ସ୍ଥାୟୀ। ଧାର୍ମିକତା କଣ? ଦେବା ହଉଛି ଧାର୍ମିକତା। ଯୀଶୁକୁ ବିଶ୍ୱାସ କର। ବିଶ୍ୱାସକୁ ଆମେ ଯଦି ବଞ୍ଚେଇ ରଖିବା ପାଇଁ ଦେବାକୁ ଆରମ୍ଭ କରିଛୁ, ଆମେ ଧାର୍ମିକତାରେ ଆଗକୁ ବଢୁଛୁ। ଦେବା ହଉଛି ଧାର୍ମିକତା। ଆଉ ଏଇଠାରେ ଏକ ସୁନ୍ଦର ବାକ୍ୟ ଲେଖା ହେଇଛି, 12 ପଦ ଯଦି ଦେଖିବେ ଆପଣ, ଏଇଟା କେବେ ପାଶୁନ୍ତୁ ନାହିଁ ବାକ୍ୟକୁ, କାରଣ ଏହି ଦାନ ରୂପ ସେବା ଯେ କେବଳ ସାଧୁମାନଙ୍କର ଅଭାବ ପୂରଣ କରୁଛି ତାହା ନୁହେଁ। ସେ କହୁଛନ୍ତି, ପଉଲ କହୁଛନ୍ତି, ଦେବା ହଉଛି ସେବା। ପ୍ରଚାର କରିବା କେବଳ ସେବା ନୁହେଁ, ଗୀତ ଆରାଧନା କରି ଲିଡ୍ କରିବା କେବଳ ସେବା ନୁହେଁ, ଦେବା ହଉଛି ସେବା। ମତେ ଏଇ ବାକ୍ୟ ଯେତେବେଳେ ମୁଁ ପଢୁଥିଲି, ମୋ ମାଇଣ୍ଡକୁ ପୁରା ମୋର କନସେପ୍ଟ ଚେଞ୍ଜ ହେଇଗଲା। ମୁଁ ଭାବୁଥିଲି ମୋର ପ୍ରଚାର କରିବା ହଉଛି ସେବା, ମୁଁ ଭାବୁଥିଲି ଗୀତ ଆରାଧନା ରବାର ଲିଡ୍ କରିବା ହଉଛି ସେବା। ଏମିତି ମୁଁ ଭାବୁଥିଲି ସେବା ହଉଛି ଗୀତ ଆରାଧନା ପ୍ରଚାର, ଏଇଟା ସେବା। नो नो नो, ସେଇଠିରେ ସୀମିତ ରଖନ୍ତୁ ନାହିଁ। ଏଇଟା ଲେଖା ହେଇଛି, କାରଣ ଏଇ ଦାନ ରୂପ ସେବା। ଦାନ ହଉଛି, ଦେବା ହଉଛି ସେବା, ଦେବା ହଉଛି ସେବା। ତେଣୁ ଆମର ବିଶ୍ୱାସୀ ମାନେ କହନ୍ତି, ମାନେ ଗାଉଁଳି ବିଶ୍ୱାସୀ ମାନେ, ଆମେ ଯୀଶୁ ମହାପ୍ରଭୁଙ୍କର ସେବା କରୁଛୁ। ସେବା କରୁଛୁ। ସେ ତ ରୋଗୀ ନୁହନ୍ତୁ, ସେ ତ ବେଡରେଡ୍ ନୁହନ୍ତି ଯେ ଆମେ ତାକୁ ସେବା କରିବା। ସେବାର ହଉଛି ଦେବା। ଖ୍ରୀଷ୍ଟିଆନ ଜୀବନ ଯାପନ କଲା ପରେ, ଯୀଶୁକୁ ବିଶ୍ୱାସ କଲା ପରେ, ବାପ୍ତିସ୍ମ ନେଲା ପରେ, ସେମାନେ ଯେମିତି ପ୍ରଶ୍ନ କଲେ, ଏହା ପରେ ଆମର କାମ କଣ? ପ୍ରଭୁ କହିଲେ, ଆରମ୍ଭ କଲେ, ତୁମେ ଯାଇକି ସେବା କର, ଦିଅ, ଆରମ୍ଭ କର ଦେବା। ଯାହାର 2ଟା ଅଛି, ଗୋଟେ ଦିଅ। ଏଇଠାରେ ପ୍ରେରିତ ସେଇ କଥା ସେମାନଙ୍କୁ ଦରଉଛନ୍ତି। ଆଉ 12 ପଦରେ ଲେଖା, କାରଣ ଏଇ ଦାନ ରୂପ ସେବା ଯେ କେବଳ ସାଧୁମାନଙ୍କର ଅଭାବ ପୂର୍ଣ୍ଣ କରୁଅଛି ତାହା ନୁହେଁ, ମାତ୍ର ତଦ୍ୱାରା ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବହୁ ଧନ୍ୟବାଦ ଉଛୁଳି ଉଠୁଅଛି। ଯୋଉମାନେ ଦିଅନ୍ତି ସେମାନେ ପ୍ରଭୁକୁ ଧନ୍ୟବାଦ ଦେଉଛନ୍ତି। ଗୀତ ଆରାଧନାରେ ଖାଲି ଆମେ ଧନ୍ୟବାଦ ଦଉ, ପ୍ରଭୁ ଧନ୍ୟବାଦ ବୋଲି ପ୍ରାର୍ଥନାରେ ଆମେ ଧନ୍ୟବାଦ ଦଉ। ଯୋଉମାନେ ଦଉଛୁ ସେମାନେ ପ୍ରଭୁକୁ ଧନ୍ୟବାଦ ଦଉଛୁ। ଏହି ସେବା ମାନେ କଣ? ଦେବା ସେବା। ଏହି ସେବା କର୍ମର ପ୍ରମାଣ ପାଇଁ ଲୋକମାନେ ତୁମମାନଙ୍କୁ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କର ସୁସମାଚାର ପ୍ରତି ବାଧ୍ୟତା
ଆମେ ଯଦି ସୁସମାଚାର ବାଧ୍ୟତା ହଉଛୁ ବୋଲି ଲୋକମାନେ ଜାଣିବା ପାଇଁ ଚାହାନ୍ତି, ପ୍ରଭୁ ଚାହାନ୍ତି ୟୁ ଷ୍ଟାର୍ଟ ଗିଭିଂ। ଅଭାବ ଥିବା ସମୟରେ ଜଣେ ଯଦି ସମୟକୁ ନିଡ୍ କରୁଛି ଜଣଙ୍କ ଜୀବନରେ, ୟୁ ଗିଭ୍ ହିମ୍ ଟାଇମ୍। ଯଦି ଜଣେ ମାନେ କିଛି ନିଡ୍ ଅଛି ତା ପାଖରେ, ସାର୍ଟ ନାହିଁ, ଆପଣଙ୍କର 15 ହଳ ସାର୍ଟ ଅଛି, ଗିଭ୍ ୱାନ୍ ଟୁ ହିମ୍, ଦ୍ୟାଟ୍ ଇଜ ହିଜ୍ ନିଡ୍, ଦ୍ୟାଟ୍ ଇଜ ଗ୍ରେଟ୍ ସେବା। ସୁସମାଚାର ରିଫ୍ଲେକ୍ଟ ହେବ, ସେ ସୁସମାଚାର ସେଇଠି ପ୍ରକାଶିତ ହେବ। ଏଇ ଯୋଉ ମୁଁ ଟ୍ରେନିଂ ନେଇଛି ସେଇଠି ଗୁଡାଏ ଭିଡିଓ ଯାକ ଅଛି, ସତ ଘଟଣା ଯାକ ଅଛି। ଉଗାଣ୍ଡାରେ ଥରେ ପ୍ରସିକ୍ୟୁସନ ହେଲା, ଗୋଟେ ସୈନିକ ଦଳ, ଆପଣ ଶୁଣିଥିବେ ସେ ଷ୍ଟୋରି, ମୁଁ ବହୁତ ଏଠି ଏକ୍ସପ୍ଲାନେସନ କରିବା ପାଇଁ ଚାହୁଁନି। ଗୋଟିଏ ଉଗାଣ୍ଡାରେ ଯେତେବେଳେ ବିଦ୍ରୋହ ଆରମ୍ଭ ହେଲା, ଲୋକମାନେ ରେଫ୍ୟୁଜି କ୍ୟାମ୍ପରେ 80,000 ଲୋକ ଥିଲେ। ସେଠି ଫାଷ୍ଟର ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଏଇ ଲୋକମାନଙ୍କୁ କେମିତି ମୁଁ ସାହାଯ୍ୟ କରିବି, କଣ କରିବି। ଲୋକମାନେ ବିଦେଶ ଉପରେ ଲୋକମାନଙ୍କ ନଜର ଅଛି, ଲୋକମାନେ ଆସି କେତେବେଳେ ଆମକୁ ସାହାଯ୍ୟ କରିବେ। ପାଷ୍ଟରକୁ ପ୍ରଭୁ କହିଲେ, ପୁଣି ତୋ ପାଖରେ କଣ ଅଛି? ଯେମିତି ଶିଷ୍ୟମାନଙ୍କୁ ପଚାରିଲେ, ଏମାନଙ୍କୁ ଖାଇବାକୁ ନାହିଁ କହ, ତମ ପାଖରେ କଣ ଅଛି? ଆଉ ପ୍ରଭୁ ତାକୁ ଗୋଟେ ଇନ୍ସପାୟାର କଲେ, ତମ ପାଖରେ ଯାହା ଅଛି, ଯାହା ପାଖରେ ନାହିଁ ତାହା ଦେବା ପାଇଁ ଆରମ୍ଭ କର। ଆଉ ପାଷ୍ଟର ଯେତେବେଳେ ଲୋକମାନଙ୍କୁ କହିବାକୁ ଆରମ୍ଭ କଲେ, ଖ୍ରୀଷ୍ଟିଆନ ଲୋକମାନଙ୍କୁ, ଅନେକ ଲୋକ ନଥିବା ଲୋକ ଥିଲେ, ନିହାତି ବିଧବା ଲୋକମାନେ ଥିଲେ, ସେଇ ଦଗାରେ ଲୋକମାନେ ମରିଥିବା ଲୋକ ଥିଲେ, 80,000 ରେଫ୍ୟୁଜି କ୍ୟାମ୍ପରେ ଥିଲେ। ଆପଣ ନେଟରେ ପାଇପାରିବେ ଏଠି। ଯେତେବେଳେ ଗୋଟେ ଗୋଟେ ବ୍ଲାଙ୍କେଟ ବାଣ୍ଟୁଛନ୍ତି, କାହା ପାଖରେ ବ୍ଲାଙ୍କେଟ 2ଟା ଲେଖା ଥିଲା, ଗୋଟେ ଗୋଟେ ବାଣ୍ଟୁଛନ୍ତି, ଗୋଟେ ଝିଅ ସେତେବେଳେ କହିଲେ, ମୁଁ ଆଜି ଭାବୁଛି ମୋର ପ୍ରଭୁ ମତେ ସ୍ମରଣ କଲେ, ପରମେଶ୍ୱର ମତେ ସ୍ମରଣ କଲେ। କେତେବେଳେ ଦେଖୁଛନ୍ତି ରିଫ୍ଲେକ୍ଟ ହେଉଛି ସୁସମାଚାର ଖ୍ରୀଷ୍ଟଙ୍କୁ, କେତେବେଳେ ଲୋକମାନେ ଦେଖୁଛନ୍ତି ନିଡ୍ ଥିବା ଲୋକମାନେ, ଯେତେବେଳେ ଏଇ ଲୋକମାନଙ୍କ ଦ୍ୱାରା ନିଡ୍କୁ ଦେଖୁଛନ୍ତି, ଏକ ବ୍ଲାଙ୍କେଟ ଭିତରେ ଖ୍ରୀଷ୍ଟଙ୍କୁ ସେ ଦେଖୁଛନ୍ତି, ପ୍ରଭୁଙ୍କୁ ସେ ଦେଖୁଛନ୍ତି। ମୁଁ ଆଜି ଭାବୁଛି ପ୍ରଭୁ ମତେ ଆଜି ସ୍ମରଣ କଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନେ ସାଲଭେସନ ଓରିଏଣ୍ଟେଡ ଲୋକମାନେ, ଆମେ ଫେଥ୍ ପାଇଛୁ, ମନେ ରଖିଥାନ୍ତୁ, ଆମେ ଆକ୍ସନ ଓରିଏଣ୍ଟେଡ ହେବା ଦରକାର। କାମ ନ କଲେ, ଆମେ ଯଦି ଈଶ୍ୱରଙ୍କର ବାକ୍ୟ ଯେତେ ବି ଆମେ ଶିଖୁଛୁ, ଦିନ ରାତି ମିଟିଂ ଗୁଡାକରେ ନିଜେ ଅଧ୍ୟୟନ କରୁଛୁ, ଏଇଟା ଯଦି କାମକୁ ଆସିନାହିଁ, କର୍ମରେ ଆସିନାହିଁ, ତେବେ ଆମ ସେହି ବିଶ୍ୱାସ ଆମମାନଙ୍କୁ ପରିତ୍ରାଣ ଦିଏ ନାହିଁ। ଆଉ ସେଠାରେ ଲାଷ୍ଟ ପଦରେ ଲେଖାଯାଏ, ମୁଁ ଆପଣମାନଙ୍କ ପାଇଁ ପଢି ଦଉଛି 12 ପଦରେ, ପୁଣି ସାଧୁମାନଙ୍କର ସମସ୍ତଙ୍କର ତୁମମାନଙ୍କର ସହଭାଗିତାରେ ସଫଳତା ସକାଶେ ଈଶ୍ୱରଙ୍କର ମହିମା କୀର୍ତ୍ତନ କରୁଅଛନ୍ତି। 14 ପଦ, ଆଉ ତୁମମାନଙ୍କ ପ୍ରତି ଈଶ୍ୱରଙ୍କର ଅତ୍ୟଧିକ ଅନୁଗ୍ରହ ହେତୁ ସେମାନେ ମଧ୍ୟ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ତୁମମାନଙ୍କ ପ୍ରତି ଅନୁରକ୍ତ ଈଶ୍ୱରଙ୍କର ଅକଥନୀୟ ଦାନ ନିମନ୍ତେ ତାହାଙ୍କର ଧନ୍ୟବାଦ। ଅକଥନୀୟ ଦାନ ଦେବା ହଉଛି ଏକ ଅକଥନୀୟ ଦାନ। ଆମେ ସାଧନା କରୁଛୁ, ଏଇ ପାଷ୍ଟର ଭଲ ପ୍ରଚାର କରୁଛି, ସେ ପାଷ୍ଟର ଭଲ ପ୍ରଚାର କରୁଛି, ବହୁତ ଭଲ ପ୍ରଚାର କରିବା, ଆରାଧନା କରିବା, ଲିଡ୍ କରିବା, ବିଶ୍ୱାସ କରିବା, ବହୁତ ଭଲ। ଦେବା ହଉଛି ଅକଥନୀୟ ଦାନ, ଦେବା ହଉଛି ସେବା, ଦେବା ହଉଛି ଧାର୍ମିକ କାର୍ଯ୍ୟ, ସତ୍କର୍ମ, ଆଉ ଦେବା ପୁଣି ଧାର୍ମିକତାର ଫଳ ବୋଲି ଲେଖା ହେଇଛି ସେଇ 10 ପଦରେ। ଆଉ ଯେ ଜୀବନୋପକାରୀ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢାଇବେ। ପୁଣି ତୁମମାନଙ୍କ ଧାର୍ମିକତାର ଫଳ ଆମେ ଯଦି ଦଉଛୁ, ଧାର୍ମିକତାର ଫଳ ବୁଣୁଅଛୁ। ଆମେ ଯେତେବେଳେ ଦେବାକୁ ଆରମ୍ଭ କରୁଛୁ, ଆମେ ତାକୁ କନଭର୍ଟ କରୁଛୁ। ଯେମିତି ଗୋଟେ ଓଡ଼ିଆ ଅଛି, କି ପୋକ, ସେଇଟା ମୋର ମାଇଣ୍ଡରେ ଆସୁନି, ମାଇଣ୍ଡରେ ଆସିଲେ ମୁଁ କହିବି। ବଟରଫ୍ଲାଇ ହେବ, ସେ ବଟରଫ୍ଲାଇ ହେବ। ଏକ୍ସାକ୍ଟଲି ଆମର ବିଶ୍ୱାସ ଯେତେବେଳେ ଟ୍ରାନ୍ସଫର ହେବ, ଆକ୍ସନରେ ସେ ବଟରଫ୍ଲାଇ ଭଳିଆ ସୁନ୍ଦର ସୌନ୍ଦର୍ଯ୍ୟ ଭାବରେ ଦେଖାଯିବ। ଆମେ ପଢିବା ମାଥ୍ୟୁ 25:31-40। ମାଥ୍ୟୁ 25:31-40 ଯେତେବେଳେ ଆମେ ଦେଖିବା, ଏଠାରେ ଏକ ସୁନ୍ଦର ବାକ୍ୟ ଲେଖା ହେଇଛି।
31-40 ପଢି ଦଉଛି। ମନୁଷ୍ୟ ପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ତୋ ମହିମାରେ ଆଗମନ କରିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନ ଉପବେଶନ କରିବେ। ପୁଣି ତାହାଙ୍କ ଛାମରେ ସମସ୍ତ ଜାତି ଏକତ୍ର କରାଯିବେ। ଆଉ ମେଷ ପାଳକ ଯେପରି ଛାଗ ଠାରୁ ମେଷ ପୃଥକ କରେ, ସେପରି ସେ ସେମାନଙ୍କୁ ପରସ୍ପର ଠାରୁ ପୃଥକ କରେ। ଏଇଠାକୁ ଦେଖୁଛୁ ଦ୍ୱିତୀୟ ଆଗମନ ଜଜିଂ ବିଚାର ସମୟରେ ପ୍ରଭୁ ଦୁଇ ଭାଗ କରି କରୁଛନ୍ତି। କଣ ବେଶରେ ତଳେ ଲେଖା ହେଇଛି। ବେଶ କଣ? ତାଙ୍କର ଦୁଇ ଭାଗ କରିବାର କ୍ରାଇଟେରିଆ ୟାର୍ଡଷ୍ଟିକ୍ କଣ? ମେଷମାନଙ୍କୁ ଆପଣାର ଦକ୍ଷିଣ ପାଣ୍ଠିରେ ଓ ଛାଗମାନଙ୍କୁ ଆପଣ ବାମ ପାର୍ଶ୍ୱ ରଖିବେ। ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱର ଲୋକମାନଙ୍କୁ କହିବେ, ଆସ ମୋର ପିତାଙ୍କର ଆଶୀର୍ବାଦ ପାତ୍ର ମାନେ ତୁମାନଙ୍କ ନିମନ୍ତେ ଜଗତର ପଦାନିବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଛି ସେଥିରେ ଅଧିକାରୀ ହୁଅ। କାରଣ ମୁଁ କ୍ଷୁଧିତ ଥିଲି, ତୁମମାନେ ମତେ ଭୋଜନ କରିବାକୁ ଦେଲେ। ଏହି କାହାଣୀ ଅତି ପରିଚିତ କାହାଣୀ। ପ୍ରଭୁ ଶେଷରେ ବିଚାର ମଧ୍ୟ କେମିତି କରୁଛନ୍ତି? ମୁଁ କ୍ଷୁଧିତ ଥିଲି, ତୁମେ ମତେ ଖାଦ୍ୟ ଭୋଜନ କରିବାକୁ ଦେଲ। ତୃଷିତ ଥିଲି, ମତେ ପାନ କରିବାକୁ ଦେଲ। ପ୍ରବାସୀ ଥିଲି, ମୋର ଆଶ୍ରୟ ଦେଲ। ଉଲଙ୍ଗ ଥିଲି, ମତେ ବସ୍ତ୍ର ପରିଧାନ କରିବାକୁ ଦେଲ। ପୀଡ଼ିତ ଥିଲି, ମତେ ସଂଖାଳିଲ। କାରାଗାର ଥିଲି, ମୋ ନିକଟକୁ ଆସିଲ। ପ୍ରଭୁ ବିଚାର କରୁଛନ୍ତି। ଆଉ ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, ପ୍ରଭୁ ଆମେ କେତେବେଳେ ଏଇଟା କଲୁ? ବିଶ୍ୱାସ କଲା ପରେ ସବୁ ସେ ଚାହାନ୍ତି ଆମମାନଙ୍କ ଜୀବନରେ। ଏଇଠାରେ ଆମେ ଯେତେ ସବୁ ବିଶ୍ୱାସ କରୁଛୁ, ଯେମିତି ପ୍ରଥମ ପ୍ରଶ୍ନ କଲେ ଏବେ ଆମେ କଣ କରିବୁ ବୋଲି ଖ୍ରୀଷ୍ଟ ଚାହାନ୍ତି ଖ୍ରୀଷ୍ଟିଆନ ଲୋକମାନଙ୍କ ନିମନ୍ତେ। ଯୀଶୁକୁ ବିଶ୍ୱାସ କଲି ଯେତେବେଳେ ପରିତ୍ରାଣ ରୂପକ ବୀଜ ସେମାନଙ୍କ ଜୀବନକୁ ଆସିବ। ସେହି ବୀଜକୁ ବଞ୍ଚେଇବା ପାଇଁ ଗୋଟିଏ ବୀଜ ବୁଣିଲା ପଣି ଯେପରି ପାଣି ପକାଇଲେ ସେ ବଞ୍ଚିବ, ସାର ଦେଲେ ବଞ୍ଚିବ, ଠିକ ଆମର ବିଶ୍ୱାସକୁ ବଞ୍ଚେଇବା ପାଇଲେ we must start giving। ମଙ୍ଗଳ କରିବା, ଅନ୍ୟର ଉତ୍ତମ କାର୍ଯ୍ୟ କରିବା, ଅନ୍ୟ ବିଷୟରେ କନସର୍ନ ହେବା, ଅନ୍ୟ ବିଷୟରେ ଚିନ୍ତା କରିବା। ଆମେ ଜାଣିଛୁ ଆମର ଚତୁଃପାର୍ଶ୍ୱରେ ବହୁତ ଲୋକ ଥିବେ, ସେମାନଙ୍କର ଅଭାବ ଥିବ। ଖ୍ରୀଷ୍ଟଙ୍କୁ ଆମେ ଖ୍ରୀଷ୍ଟିଆନ ଆମର କ୍ରୁଶ ଦେଖିକି ଲୋକ ଖ୍ରୀଷ୍ଟଙ୍କୁ ଦେଖିବେ ନାହିଁ। ଚର୍ଚ୍ଚକୁ ଦେଖିକି ଲୋକମାନେ ଖ୍ରୀଷ୍ଟଙ୍କୁ ଦେଖନ୍ତି ନାହିଁ। ଆମ ଜୀବନରେ ଖ୍ରୀଷ୍ଟଙ୍କୁ ଦେଖନ୍ତି। ଆମମାନେ ଯାହା ଦଉଛୁ ସେଇଠୁ ଦେଖନ୍ତି। ଆମର ପରିଶ୍ରମ, ଆମର ଯୋଉ ଲୋକମାନଙ୍କ ପ୍ରତି କନସର୍ନ ଅଛି ସେଇଟା ଦେଖନ୍ତି। ଏଇ ଷ୍ଟୋରି ଯେତେବେଳେ ମୁଁ ସେ ଟ୍ରେନିଂ କଲାବେଳେ ଏଇ ଷ୍ଟୋରି ମତେ ମୁଁ ବହୁତ ଥର ଦେଖିଛି, କିନ୍ତୁ ବହୁତ ଟିକେ ମତେ ଜୀବନରେ ପ୍ରଶ୍ନ ଆଣିଦେଲା। ବିଚାର ଦିନରେ ପୁଣି ପ୍ରଭୁ କହୁଛନ୍ତି ଦୁଇ ଭାଗ କରୁଛନ୍ତି। ଯୋଉମାନେ ବିଶ୍ୱାସ କରି ଦେଇଛନ୍ତି, କଣ ଦେଇଛନ୍ତି? ସେ କହୁଛନ୍ତି ସେମାନଙ୍କୁ ମୁଁ କ୍ଷୁଧିତ ଥିଲି, ତୁମେ ଭୋଜନ କରିବାକୁ ଦେଲ। ଆମେ ଡେଲି ଡେଲିସିୟସ୍ ଫୁଡ୍ ଖାଉଛୁ। ବହୁମୂଲ୍ୟ ଖାଦ୍ୟ, ପଇସା ଅଛି, ଯଥେଷ୍ଟ ଅଛି ଆମ ପାଖରେ, ଖାଉଛୁ। ସରାଉଣ୍ଡିଂରେ କିଏ କେମିତି ଅଛି ଆମର କନସର୍ନ ଅଛି କି? ସେ କହୁଛନ୍ତି କାହାକୁ ଏମାନେ ଦେଇଛନ୍ତି? ଯାହାର ନିଡ୍ ଥିଲା ତାକୁ ଦେଇଛନ୍ତି, ଯାହାର ଅଭାବ ଥିଲା ସେମାନେ ଜଣଙ୍କର ଖାଦ୍ୟ ବିଷୟରେ ଚିନ୍ତିତ, ଜଣଙ୍କର ବସ୍ତ୍ର ବିଷୟରେ, ଜଣଙ୍କର ତୃଷା ବିଷୟରେ ସେମାନେ ଚିନ୍ତିତ। ଜଣେ ନିରାଶ୍ରୟ ଅଛି, କିଏ ବି ତା ପାଖରେ ନାହିଁ, ଠାରେ ସେମାନେ ଠିଆ ହଉଛନ୍ତି। ଏଇଟା ହଉଛି ଖ୍ରୀଷ୍ଟିଆନିଟି। ଆମେ ପରିତ୍ରାଣ ପାଇଲା ପରେ, ବାପ୍ତିସ୍ମ ନେଲା ପରେ କଣ କରିବୁ ଯେତେବେଳେ ପ୍ରଶ୍ନ ହୁଏ, ପ୍ରଭୁ ପ୍ରଥମେ ସେମାନଙ୍କୁ ଉତ୍ତର ଦେଲେ, ଯାହା ପାଖରେ 2ଟା ବସ୍ତ୍ର ଅଛି ଗୋଟେ ଯାଇକି ଦିଅ, ଯାହା ପାଖରେ ଖାଇବାକୁ ନାହିଁ ତାହାକୁ। ଯେତେବେଳେ ଏକ ବ୍ୟକ୍ତି ଆସି ପଚାରୁଛନ୍ତି ମୁଁ ପରିତ୍ରାଣ ପାଇବା ପାଇଁ କଣ କରିବି, ଯୀଶୁ କହିଲେ ଅଫକୋର୍ସ ପ୍ରଥମେ ତୁମେ କଣ ଶାସ୍ତ୍ରକୁ ହିଁ ବୁଝିପାରୁନ? ପିତା ପରମେଶ୍ୱରକୁ ପ୍ରେମ କର ଆଉ ପଡୋଶୀକୁ ପ୍ରେମ କର। ସେ ଯେତେବେଳେ ପ୍ରଶ୍ନ କଲେ ମୋର ପଡୋଶୀ କିଏ, ଉଦାହରଣ ଦେଉଛନ୍ତି ଯିଏ କରିଛି, ଯିଏ ଦେଇଛି, ଯିଏ ସମୟ ଦେଇଛି, ଯିଏ ଅର୍ଥ ଦେଇଛି, ଯିଏ ଆସୁରାନ୍ସ ଦେଇଛି, ଅନ୍ୟ ଆଗରେ ଠିଆ ହେଇଛି, ଅସୁବିଧାରେ ଠିଆ ହେଇଛି, ସେ ପାଇବ। ମୁଁ ପରିତ୍ରାଣ କେମିତି ପାଇବି? ମୁଁ ଏହିପରି କର, ତାହେଲେ ତମେ ପାଇବ। ପ୍ରିୟମାନେ, ଆମେ କରିବା ଲୋକ ହେବା ଦରକାର। ଆମ ବିଶ୍ୱାସକୁ ଭୁଜଳାରେ ବାନ୍ଧି ରଖିବା ଖ୍ରୀଷ୍ଟିଆନ ହେବା ନାହିଁ। ଆମ ପାଖରେ ଯେତିକି ମାକ୍ସିମମ୍। ତେଣୁ ତ ପ୍ରଭୁ ଯେତେବେଳେ ଅବ୍ରାହମକୁ ଡାକିଲେ କହିଲେ ତୁମେ ଅନ୍ୟର ଆଶୀର୍ବାଦର କାରଣ। କେତେବେଳେ ଆମେ ଆଶୀର୍ବାଦର କାରଣ ହେବୁ? ପ୍ରଭାର ଯାଇ ଘରେ ଆସିକି ଆରାଧନା କରି ଖାଇ ପିଇକି ପଡୋଶୀ ଘରେ ଅସୁବିଧା ଥିଲେ ଆମେ କଣ ଆଶୀର୍ବାଦର ହେବା କି? नो, ସେଲ୍ଫ ସେଣ୍ଟ୍ରିକ ଲାଇଫ ସେଇଟା। ସେଲ୍ଫ ସେଣ୍ଟ୍ରିକ।
ପଇସା ପାଉଛୁ, ପ୍ରଭୁ ଅନୁଗ୍ରହ କରୁଛନ୍ତି, ଚାକିରି ଦେଇଛନ୍ତି କି କୌଣସି ଗୋଟେ ଅଲଗା ସୋର୍ସ ଦେଇଛନ୍ତି, ଆମେ ଖାଉଛୁ ପିଉଛୁ ରହୁଛୁ, ଆମେ କାହା ପ୍ରତି କେବେ କନସର୍ନ ଅଛୁ? ଆମେ କଣ କରିବା? ଗୋ ଏଣ୍ଡ ଗିଭ୍, ଦିଅ। ଏଇଠାରେ ଆପଣ ମୁଁ ଦେଖିପାରୁଛି ପ୍ରଭୁ ବିଚାର ଦିନରେ ମଧ୍ୟ ଏଇ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଦୁଇ ଭାଗରେ ବିଭକ୍ତ କରୁଛନ୍ତି। ଯିଏ ଦେଇଛି ତାକୁ ସେ କହୁଛନ୍ତି ମୁଁ ଉଲଙ୍ଗ ଥିଲି, ମତେ ବସ୍ତ୍ର ଦେଲ, ମୁଁ କ୍ଷୁଧା ଥିଲି, ମତେ ଖାଦ୍ୟ ଦେଲ, ମୁଁ ତୃଷିତ ଥିଲି, ମତେ ଜଳ ଦେଲ, ମୁଁ ଏକାକୀ ଥିଲି, ମୋ ପାଖକୁ ତୁମେ ଆସିଲ। ୱାହ, ଏଗୁଡ଼ା ମାନଙ୍କର ଖ୍ରୀଷ୍ଟିଆନ ଜୀବନ ତାହା ହେବା ଦରକାର। ଖ୍ରୀଷ୍ଟଙ୍କୁ ଆମେ ରବିବାର ଯିବାର ଲୋକକୁ ଦେଖନ୍ତି ନାହିଁ, ଖ୍ରୀଷ୍ଟଙ୍କର ଗୁଣରେ ଖ୍ରୀଷ୍ଟଙ୍କୁ ଦେଖନ୍ତି। ଆମ ଜୀବନ ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ଗୁଣରେ ପ୍ରକାଶ କରିବା, ସେତେବେଳେ ସେମାନେ ଖ୍ରୀଷ୍ଟକୁ ଦେଖନ୍ତି। ମୁଁ ଗୋଟେ ଆପଣଙ୍କୁ ଉଦାହରଣ ଦେଇଥିଲି, ସେ ଉଦାହରଣ ନଥିବା ସମୟରେ ଆପଣମାନେ ଷ୍ଟୋରି ଶୁଣିଥିବେ, ମୁଠି ଚାଉଳ, ହ୍ୟାଣ୍ଡଫୁଲ ଅଫ ରାଇସ୍ ଷ୍ଟୋରି। ମିଜୋରାମ ଗୋଟିଏ ବର୍ଷରେ 80 ଟଙ୍କା ହେଇଥିଲା, ଗୋଟିଏ ବର୍ଷରେ 80 ଟଙ୍କାର ବିକ୍ରି କରିଥିଲେ। ଆପଣ ସେ ଷ୍ଟୋରି ଯଦି ଶୁଣିବେ, ହ୍ୟାଣ୍ଡଫୁଲ ଅଫ ରାଇସ୍, ସେମାନେ ଗୋଟେ ଷ୍ଟେଟମେଣ୍ଟ ଦିଅନ୍ତି ଯେ ମିଜୋରାମ ଗରିବ ଷ୍ଟେଟ, ଲୋକମାନେ ଗରିବ ହେଲେ ଦିଅନ୍ତି ନାହିଁ ବୋଲି ଭାବନ୍ତି। ପ୍ରଭୁ ବି ଆପଣଙ୍କଠୁ ଅଧିକଠୁ ଆଶା କରନ୍ତି। ସେମାନେ କହନ୍ତି ଯୋଉ ପର୍ଯ୍ୟନ୍ତ ପ୍ରଭୁ ଆମକୁ ଖାଇବାକୁ ଦେଇଛନ୍ତି, ସେଇ ପର୍ଯ୍ୟନ୍ତ ଆମ ପାଖରେ କିଛି ଅଛି ପ୍ରଭୁକୁ ଦେବାନି। ମୁଠି ଚାଉଳ ରଖୁଛନ୍ତି, ଆଜି ପ୍ରଭୁ ଦେଇଛନ୍ତି ବୋଲି ମୁଠାଟେ ଚାଉଳ ଆଣିକି ରଖୁଛନ୍ତି ପ୍ରଭୁଙ୍କର ସେବା ପାଇଁ। ସେମାନେ ଯୋଉ ଚର୍ଚ୍ଚ ଏବେ 8,000 ମିଶନାରୀକୁ ବନେଇଛି, ଯୋଉ ଚର୍ଚ୍ଚ ଅନ୍ୟମାନଙ୍କ ପାଇଁ ଏକ ଆଶୀର୍ବାଦର କାରଣ ହେଇଛି। ଆପଣ ଷ୍ଟୋରି ଶୁଣିଥିବେ, ଆପଣମାନେ ନେଟରେ ଯାଇକି ଦେଖନ୍ତୁ। ଏକ ବ୍ୟକ୍ତି ଯାହାଙ୍କର ନାମ ହଉଛି ଚାର୍ଲସ ଫ୍ରାନ୍ସିସ୍ ଫିନି, ଆମେରିକାର ଏକ ବିଲିୟନର। ତାଙ୍କର ସିମ୍ପଲ ଲାଇଫ, ଗୋଟିଏ ଘର, ତାଙ୍କର ଗାଡି ବି ନଥିଲା, ବସରେ ଯିବା ଆସିବା କରୁଥିଲେ। ଗାଡି ନଥିଲା ମାନେ କଣ, କିଣି ନଥିଲେ। ସେ ତ ବିଲିୟନର। ସେ 6,800 କୋଟି ଟଙ୍କା ଦାନ ଖାଲି ଦେଇଛନ୍ତି, 6,800 କୋଟି। ତାଙ୍କର ସିଙ୍ଗଲ ଚପଲ ମାନେ ସୁ, ବସ୍ତ୍ର 2-3ଟା ଥିଲା କି ନାହିଁ। ସେ ମରିବା ପୂର୍ବରୁ ସବୁ ଦାନ ଦେଲେ। ଆଉ ସାମ୍ବାଦିକ ଆସି ତାକୁ ପଚାରୁଛନ୍ତି, ଆପଣ ଚାର୍ଲସ ଫ୍ରାନ୍ସିସ୍ ଫିନିର ଷ୍ଟୋରି ଦେଖନ୍ତୁ, ଗୁଗୁଲରେ ଆପଣ ମାରିଲେ ପାଇବେ। ସାମ୍ବାଦିକ ମାନେ ଯେତେବେଳେ ଆସି ପଚାରୁଛନ୍ତି ସେ ମରିବା ପୂର୍ବରୁ ସବୁ ଦାନ ଦେଲେ, ସାମ୍ବାଦିକ ଆସି ମାନେ ପଚାରୁଛନ୍ତି ଏତେ ବର୍ଷର ପରିଶ୍ରମ ଆପଣ କେମିତି ସବୁ ଦେଇଦେଲେ? ସେ କହିଲେ ମୁଁ ଜନ୍ମ ହେଇଅଛି, ଉଲଙ୍ଗ ହୋଇ ଜନ୍ମ ଅଛି, ଏକୁଟିଆ ମୃତ୍ୟୁବରଣ କରିବି, ଆଉ ଏଇଟା ମୋ ପାଖରେ ରଖିକି ଲାଭ କଣ? ପୁନର୍ବାର ରିପିଟ କରିକି ସାମ୍ବାଦିକ ପ୍ରଶ୍ନ କରୁଛନ୍ତି, ଏତେ ସବୁ ପରିଶ୍ରମ କରି ଆପଣ ନିଜର ଧନ ସମ୍ପତ୍ତି କାହିଁକି ଦାନ କରିଦେଲେ? ଚକଫିନେ ଖୁସି ମନରେ ହସିଲେ ଓ ଏକ ଅବିସ୍ମରଣୀୟ ଓ ଅକଳ୍ପନୀୟ ଉତ୍ତର ଦେଇ କହିଲେ, କାରଣ ସମାଧି ବାକ୍ସରେ କୌଣସି ଥଳି ନାହିଁ, କଫିନ କୌଣସି ପ୍ରକାର ପଇସା ନେବାର ଥଳି ନାହିଁ, ବକ୍ସ ନାହିଁ। ସେ କହିଥିଲେ ନିଜ ଜୀବନକୁ ଉପଭୋଗ କଲା ବେଳେ ଅନ୍ୟମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରନ୍ତୁ। ପ୍ରିୟମାନେ, ଦେବା ଏକ ଖ୍ରୀଷ୍ଟିଆନ ଲୋକର ସେବା ଅଟେ। ମୁଁ ଭାବୁଥିଲି ମୁଁ ଆକା ସେବା କରିଛି, ଲୋକମାନେ କରୁନାହାନ୍ତି। ଯୋଉମାନେ ଫାଷ୍ଟ ନୁହନ୍ତି ସେମାନେ ସେବା କରୁନାହାନ୍ତି ଭାବୁଥିଲି। ପ୍ରିୟମାନେ, ଏନିୱାନ୍, ଏକ ବିଶ୍ୱାସୀ ଅନ୍ୟ ବିଶ୍ୱାସୀ ପ୍ରତି ଯଦି କନସର୍ନ ହଉଛି, ଯେମିତି ଆଦ୍ୟ ମଣ୍ଡଳରେ ଦେ ଆର୍ ଡୁଇଂ ସେବା ଦେବା ହଉଛି ସେବା। କଣ ଦେବା? ସମୟ ଦେବା। ଆମ ପାଖରେ ଦେଇଥିବା ପ୍ରଭୁ ଟ୍ୟାଲେଣ୍ଟ, ଗିଫ୍ଟ ଯାହା ବି ଅଛି ସେଟା ପ୍ରଭୁଙ୍କ ନିମନ୍ତେ, ଅନ୍ୟର ମଙ୍ଗଳ ନିମନ୍ତେ, ଅନ୍ୟମାନେ ନିଡ୍ ଥିବା ବିଷୟରେ ଦେବା, ଅର୍ଥ ଦେବା। ଯାହା ବି ଅନ୍ୟର ନିଡ୍ ଅଛି, ଆପଣଙ୍କ ପାଖରେ ଯାହା ଅଛି ସେଇଟା ପୂର୍ଣ୍ଣ କରିବା, ସେଇଟା ହଉଛି ସେବା, ସେଇଟା ହଉଛି ପବିତ୍ର ସେବା। ଏଇ ସେବା ପବିତ୍ର ସେବା। ଆଉ ବିଚାର ଦିନରେ ମନେ ରଖିଥାନ୍ତୁ, ଆମେ ଖ୍ରୀଷ୍ଟିଆନ ହେଇକି ବିଶ୍ୱାସ କରି ପରିତ୍ରାଣ ପାଇଛୁ, ଦ୍ୟାଟ୍ ଇଜ ୱେଲ୍ ଆଣ୍ଡ ଗୁଡ୍। କିନ୍ତୁ ଆମେ କଣ କାହା ପାଇଁ କେତେ ଆଶୀର୍ବାଦ ହେଇଛୁ ଦେଇକି? ଦେବା ହଉଛି ସେବା, ଏ ବିଷୟ ଆମେ ଆଶୀର୍ବାଦ ନାହିଁ। ଦେବା ହଉଛି ସେବା। ଯୋଉ ବାକ୍ୟ ମୁଁ କହିଲି ସେ ବାକ୍ୟ ସମୟ ପାଇଲେ ଆଉ ଥରେ ପଢନ୍ତୁ।
ଏହି ସେବା, ଏହି ପବିତ୍ର ସେବା, ଏହି ସେବା ଦେବା ହଉଛି ସେବା। ଏଭ୍ରିବଡି, ପ୍ରତ୍ୟେକ ଲୋକ ସେବା କରିବେ। ଯୋଉମାନେ ଦେଉଛନ୍ତି ପ୍ରଭୁଙ୍କର ସେବା କରୁଛନ୍ତି, ନିଜ ଜୀବନକୁ ଇନଭେଷ୍ଟ କରିବା। ଆପଣମାନେ ଜାଣିଛନ୍ତି, ଗୋଟିଏ ସେ ବାଇବଲରେ କାହାଣୀ କହି ସମାପ୍ତ କରିବି। ଏକ ବ୍ୟକ୍ତି, ଧନୀ ବ୍ୟକ୍ତି, ତା ପ୍ରାଣ ସହିତ କଥା ହଉଛନ୍ତି, ଉପଭୋଗ କର, ଲାଇଫକୁ ଏନ୍ଜୟ କର। ଲୋକମାନେ ସେ ଦେଉନାହିଁ କାହାକୁ, ପୁରା ରଖିଛି। ଆଉ ଧନକୁ ନିଜର ଲାଇଫ ର ମାନେ କଣ ସେ କହିବେ, ସେଫ୍ ଗାର୍ଡ ବୋଲି ସେ ଭାବୁଛି, ସେ ସାହାଯ୍ୟ ବୋଲି ଭାବୁଛି। ଏ ପ୍ରାଣ କିଛି ହବ ନାହିଁ, ଧନ ତାକୁ ରକ୍ଷା କରିବ। ତା କହିଲେ, ଆଜି ତୋଠୁ ତୋର ପ୍ରାଣ ନିଆଛି, ଆଜି ତୋର ପ୍ରାଣ। ପ୍ରିୟମାନେ, ଧନ ଗୁଡ୍, ଆମେ ସଞ୍ଚୟ କରିବା ଗୁଡ୍, କିନ୍ତୁ ତାହା ପ୍ରାଣ କେବେ ରକ୍ଷା କରିବ ନାହିଁ। ଯଦି ଆପଣଙ୍କର ପ୍ରାଣ ରକ୍ଷା କରିବାକୁ ହେଲେ ଯାହା ପ୍ରଭୁ ଦେଇଛନ୍ତି ଆବଶ୍ୟକ ଠାରୁ ଅଧିକ, କିମ୍ବା ଯାହା ବି ଦେଇଛନ୍ତି ତାହା ଯଦି ଦେଇଛନ୍ତି, ତେବେ ତାହା ଆପଣଙ୍କର ପ୍ରାଣ ସେଇଦିନ ରକ୍ଷା କରିବ। କାରଣ ପ୍ରଭୁ ଯାହା ଦେଇଛନ୍ତି ତାହା ଆମକୁ ରକ୍ଷା କରିବ, ଯାହା ରଖିଛୁ ତାହା ରକ୍ଷା କରିବ ନାହିଁ। କୋଟି କୋଟି ଟଙ୍କା ଆମେ ରଖିଥିବା ତାହା ଆମକୁ ରକ୍ଷା କରିବ ନାହିଁ। ଯାହା ଦେଇଛୁ ତାହା ନେଇଛି ଆମକୁ ସ୍ୱର୍ଗ ନେବ, ଯାହା ଦଉଛୁ ତାହା ନେବ, ଯାହା ରଖିଛୁ ଆମେ ତାହା ମନକୁ ନେବ ନାହିଁ। ନହେଲେ ସେଦିନ ପ୍ରଭୁ କହିବେ, ମୁଁ ତୁମେ କିଏ, ମୁଁ ତୁମକୁ ଜାଣି ନାହିଁ। ଯୋଉମାନେ ଦେଇଛନ୍ତି ସେମାନଙ୍କର କର୍ମକୁ ସବୁ ସ୍ମରଣ କରିବ। ମୁଁ ଗରିବ ଥିଲି, ମାନେ ଅଭାବରେ ଥିଲି, ମୋର ଅଭାବ ମୋଚ। ମୁଁ ଜଳ ଅଭାବରେ ଥିଲେ ଜଳ ଦେଲ, ଖାଦ୍ୟ ଅଭାବରେ ଥିଲି ଖାଦ୍ୟ ଦେଲ, ବସ୍ତ୍ର ଅଭାବରେ ଥିଲି ବସ୍ତ୍ର ଦେଲ। ମତେ ଜଣଙ୍କର ସାହାରା ଦରକାର ଥିଲା, ମତେ ଜଣଙ୍କର ସମୟ ଦରକାର ଥିଲା, ଜଣଙ୍କର କାଉନ୍ସିଲ ଦରକାର ଥିଲା, ତୁମେ ମତେ ଦେଇଛ। ପ୍ରଭୁ ଆମେ ଦେବା ଲୋକ ହେବା ଦରକାର। ଦେବା ଏକ ଅପସନାଲ ନୁହଁ, ଏଇଟା ମାଣ୍ଡେଟାରୀ। ଏଇଟା ଆମ ମାନଙ୍କର ନେଚର ହେବା ଦରକାର। ଗୁଣ ଆଇସର ଗୁଣ ଯେପରି ଥଣ୍ଡା, ଖ୍ରୀଷ୍ଟିଆନ ଲୋକର ଗୁଣ ଦେବା ଗୁଣ ହେବା ଦରକାର। ଅଳ୍ପ ବାକ୍ୟରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍।